ମାନଙ୍କୁ ବା ଚାଷୀ ମାନଙ୍କୁ ସେମାନେ କଣ କହଲା ଫସଲ ଗୁଡାକ ସବୁ ନେଇକି କାଟିକି ଆଣି ଘର ରଖିବ କାରଣ ଫସଲକୁ ନଷ୍ଟ ହେଇଯିବ। ଆଉ ଯୋଉମାନଙ୍କର ଆଜବେଷ୍ଟ ଘର ଚାଳ ଘର ସେମାନେ କଣ କଲା ପାଖ ଆଶ୍ରୟସ୍ଥଳକୁ ଯିବା ପାଇଁ ତେଣୁ ଆମେ କେମିତି ଜାଣିଲେ ଏଇଟା ଆଗକୁ ବାତ୍ୟା ହବ ଆଗକୁ ବର୍ଷା ହବ ଆଗକୁ ପବନ ହବ କେମିତି ଆଗକୁ ଆମେ ଜାଣିପାରିବୁ ଏଆଇ ଦ୍ୱାରା ଆମେ ଜାଣିପାରୁଛୁ। ତେଣୁ ଏଆଇ ଆମକୁ ସବୁ ଯାକ କଣ କରୁଛି ତଥ୍ୟ ଆମକୁ ଦେଇଦେଉଛି। अल्प बहुत थका लगी था से प्रस्तुति आरंभ करने पूर्व से अल्प समय लगी शोवा प्रस्तुत कले प्रिया भौणी को कहले मत कथा कहूँ यार सीधा अर्थ होपरी एक सिस्टम को डेभलप करवा जी दि जा सूचना शिखब जलखिया खाई सारी स्कूल बैग सजा आगो फोटो को चेक करी फसलर समस्या चिन्हित करबा सह यार समाधान लागि रे एआई सारांश देखिबा को पाइबो एथरे गूगल प्रश्न को बुझिबा एवं सारांश प्रदान करबा पई स्मार्ट सिस्टम्स व्यवहार इंटरेस्टिंग ना तेबे सांग माने एबे इठी गोटे कथा ध्यान देबा को पड़िबो गीता तांको पई रचना लिखिबा को एआई टूल को जमा कहि नथिले से आगे निजे रचना लिखिथिले परे कानपुर और आईआईटी माद्रास रे देशर प्रथम कंप्यूटर लर्निंग सेंटर प्रतिष्ठा रे तांकर बहुत बड़ अवदान थिला तापर 1980 एवं जदि कोनोसी फसल रो पत्र हलदिया पड़िबा को आरंभ कला तेबे चासी ता स्किप कर दो सर मोदीटा कंप्लीट गला कंप्लीट हैला पूरी करू सर को आला तेरा आसु देखो नहीं यार तो आगे क्या मने रख साप कामुड़िले गुड़ी काटी को विश्वास न करी तुरंत डाक्तरखाना ले जाओ।
ସାନ୍ତ୍ୱନା ଦିଅନ୍ତୁ। ସତେ ଅଙ୍ଗକୁ କୌଣସି ତାର କିମ୍ବା ରସିରେ ବାନ୍ଧନ୍ତୁ ନାହିଁ। ସାପ କାମୁଡ଼ିଥିବା ଅଙ୍ଗକୁ ହଲଚଲ କରନ୍ତୁ ନାହିଁ। ସାପ କାମୁଡ଼ା ପାଇଁ ଏକମାତ୍ର ବିକଳ୍ପ ଡାକ୍ତରଖାନା। ଯିବା ଆସିବା ସମୟରେ ଲାଇଫ୍ ଜ୍ୟାକେଟ୍ ନିହାତି ପରିଧାନ କରନ୍ତୁ। ଛୋଟ ପିଲାଙ୍କୁ ଲାଇଫ୍ ଜ୍ୟାକେଟ୍ ପରିଧାନ କରାଇବା ପାଇଁ ଭୁଲନ୍ତୁ ନାହିଁ ଓ ତାଙ୍କୁ ବିଶେଷ ଦୃଷ୍ଟି ଦିଅନ୍ତୁ। ନୌକାର ଧାରଣ ଠାରୁ ଅଧିକ ଲୋକ ଯାଆନ୍ତୁ ନାହିଁ ବା ଅଧିକ ଜିନିଷପତ୍ର ନିଅନ୍ତୁ ନାହିଁ। ଯାତାୟାତ କରୁଥିବା ସମୟରେ ନିଜ ସ୍ଥାନରେ ଧୀର ସ୍ଥିର ଭାବରେ ବସି ରୁହନ୍ତୁ। ନୌକା ଏବଂ ନାଉରିର ବୈଧତା ବିଷୟରେ ଅବଗତ ହୁଅନ୍ତୁ। ନୌକାରେ ଏପଟ ସେପଟ ହେଇ ସେଲ୍ଫି ନିଅନ୍ତୁ ନାହିଁ। ଘୂର୍ଣ୍ଣିଝଡ଼ ବା ବଜ୍ରପାତର ସୂଚନା ପାଇଲେ ନୌକାର ବ୍ୟବହାର କରନ୍ତୁ ନାହିଁ। ପ୍ରତି ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। ଚାର୍ଜିଂ ଲଗେଇ କେମିତି କଥା ହବ? ନିଆଁ ଲାଗିଗଲା ତ ଗୋଟେ ପ୍ଲସ୍ ପଏଣ୍ଟରେ ଅଧିକ ଲୋଡ୍ ଦେଲେ କ'ଣ ହବ? ନିଆଁ ଲାଗିବ କି ନାହିଁ? ବିକାଶ ବାବୁଙ୍କ ପରିସ୍ଥିତି ତ ଦେଖିବେ। ଯଦି ଆପଣ ଏ ପରିସ୍ଥିତିର ସମ୍ମୁଖୀନ ହେବାକୁ ଚାହୁଁନାହାନ୍ତି ତାହେଲେ ଗୋଟେ ପ୍ଲଗ୍ରେ ଅଧିକ ଲୋଡ୍ ଦିଅନ୍ତୁ ନାହିଁ। ବେଳ ହଉ ସାବଧାନ। ଇଆଡ଼େ ଫଟୋଟା ଉଠିଲା ମାମା ଲେଟ୍ ହୋଇଛି। ଆମେ ଆମ ଖୁସି ପାଇଁ ଆମେ ସବୁ କରୁଛୁ। ଅଧିକ ଉଚ୍ଚ ଥିବା ଗାଡ଼ି ଇତ୍ୟାଦି ରାସ୍ତାରେ ନେବା ପୂର୍ବରୁ ନିଜେ ଗାଡ଼ି ନେଇ ଯିବା ସମୟରେ ବିପଜ୍ଜନକ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ବିଜୁଳି ଶକ୍ତିର ବ୍ୟବହାର କାଳରେ ଅସାବଧାନତା ଯୋଗୁଁ କେବେ ବି ଦୁର୍ଘଟଣା ଘଟିବ ନାହିଁ। ଆସନ୍ତୁ। ଆସନ୍ତୁ ଆଜି ହିଁ ଆମ ଘରେ ଥିବା ଛିଡ଼ିଲା ତାର କିମ୍ବା ଇନସୁଲେସନ୍ ଖରାପ ହୋଇଥିବା ତାର ବା ଭଙ୍ଗା ସୁଇଚ୍ ଓ ସକେଟ୍ ଗୁଡ଼ିକୁ କୁଶଳୀ ଇଲେକ୍ଟ୍ରିସିଆନ୍ ଦ୍ୱାରା ବଦଳାଇବେ। ନଚେତ୍ ବିଦ୍ୟୁତ୍ ଆଘାତ ଆମ ଜୀବନ ବି ନେଇଯାଇପାରେ। ଗାଈ ଗୋରୁ ଛେଳି ଗୁଡ଼ା ଛାଡ଼ି ଦେଉଛନ୍ତି। ଆଚ୍ଛା ରଘୁ ତୁ କ'ଣ କରୁଛୁ ଜାଣିପାରୁଛୁ ତ? ତାର ପୁଅ ଆଇଲା ତ ସେ କାମ କରିକି ପଇଲା। ଫସଲକୁ ସୁରକ୍ଷିତ ରଖିବା ପାଇଁ ଜୀବନ ସହିତ ଖେଳନ୍ତୁ ନାହିଁ। ତାର ବାଡ଼ରେ ବିଦ୍ୟୁତ୍ ସଂଯୋଗ କରନ୍ତୁ ନାହିଁ। ଏହା ମଧ୍ୟ ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ଇଲେକ୍ଟ୍ରିକ୍ ଲାଇନ୍ରେ ବାଜିବ ନା କ'ଣ? କାଠକୁ କ'ଣ ପାଣି ଛାଡ଼ିବା? କାଠ ଉପରେ ଯେଉଁ ନୂଆ ଲାଇଟ୍ଟା ଲାଗିଛି ଯଦି ଇଲେକ୍ଟ୍ରିକ୍ ତାର ଲାଗିଲା ଅସରକିଟ ହେଲା ଅବସ୍ଥାଟା କ'ଣ ହେବ ଚିନ୍ତା କରିପାରୁଛନ୍ତି? ରଥ ଟାଣିବା ସମୟରେ ବିଦ୍ୟୁତ୍ ତାର ପ୍ରତି ସତର୍କ ରୁହନ୍ତୁ। ରଥ ଯାତ୍ରା ସମୟରେ ପାଖରେ ବିଦ୍ୟୁତ୍